प्रभुंकर मो नाम धन्यवाद देव प्रभु गौरव पातु गत 2024 साल 21 तारीख ठारू ए पर्यंत आमानकर समस्त जत्न नहीं मोहर मध्य जत्न नहीं से जीवित सदा प्रभु को मो धन्यवाद दिए और आज सुंदर सुजोग निमंते मत गौरव करे आपण मान सम्मुख ठिया जो सुजोग पाई से महान ईश्वर को धन्यवाद देवा संगे संगे आपण मानक मध्य प्रभु जीशु ख्रीष्ट नाम रे ख्रीष्ट प्रेम नमस्कार जनाए। तो आमने जो वाक्य अध्ययन कर लोकलिखित सुसमाचार 2 पर्व 1 ठारू 8 पर्यंत मैंने अध्ययन कर अति जनाशुना एपरिक छोट शिशु मध्य जो मैंने अच्छा से माने विषय जानी अच्छा तथापि यही वाक्य को नेबाई इच्छा कली आने शिखा मुझे अधिक कहबी ता नुहे जेहेतु वाक्य मुझे कही जाने ना कि प्रभु आम मान को वाक्य दिंतु प्रभु आम मान को वाक्य दे कथा कहतु हालेलुया 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 प्रेज द लॉर्ड प्रेज द लॉर्ड प्रेज द लॉर्ड। तो हम माने दिन मानक माने पहुंचीचु जहाँकि माने पर्वर मास मध्य कही था देख पर्वर मास ना पर्वर दिन गुड़िक पाऊछु आम मासर पर्व दिन गुड़िक पाऊछु हालेलुया हालेलुया माने बुझीबा। तो आम माने वाक्य अध्ययन कलु जे लोकलिखित सुसमाचार 2 पर्व 1 ठारू 8 पर्यंत आमने से विषय आमने समस्त प्राय जानी अच्छु जीशु ख्रीष्ट जन्म हेबा विषय जीशु ख्रीष्ट जन्म है कि गोटे गुहाल रे तांकु सुआई दिया गला दूत माने आसी मेषपालक मानू से माने संवाद देले संवाद देला परे से माने अति आग्रह सहित जाइकी जीशु को से माने गुहाल कूल शुआई देखिले माता को एवं पिता से माने यही संवाद नहीं कि से माने जिते से माने देखिक बाहर से माने समस्त मध्य जनइले शुणी लोक माने चमत्कृत हेले आम समस्ते जानी अच्छु शुणी अच्छु आते जन मध्य टका निद आसबार मु देखु अच्छी जदि निद हो कहे जनईदेवे सिग्नाल टिके देवे जे आम वाक्य बंद करवा वाक्य बंद करके आम जाइकी घर मध्य शुई पार समस्त निद पाए हालेलुया कहबा कि नहीं प्रभु को धन्यवाद देवा हालेलुया 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 प्रेज द लॉर्ड प्रेज द लॉर्ड प्रेज द लॉर्ड प्रेज द लॉर्ड। तो एई दिन मानक रे आ माने केते जण तो पालन करू छु एक्स मास आउ केते जण को तो ख्रीष्ट मास पालन करू छु आउ केते जण तो बड़ दिन पालन करू छु आउ केते जण तो ख्रीष्ट जयंती पालन करू छु केते जण तो ख्रीष्ट जयंती पालन करू छु। आमाने बेले बेले आमाने जेहेतु आम अंचल प्राय एबे पालन करा जाउची आगो दिन मानकर ताहा नथिला जे निज निजर धर्म निज निजर जन्म दिवस पालन करी
କରି ଚାଲି ଆସୁଅଛୁ କେତେ ଜଣକ ଆମ ମାନଙ୍କର ପିଲାମାନଙ୍କ କିନ୍ତୁ ବୟସ୍କ ଲୋକମାନଙ୍କ ମଧ୍ୟରେ ତାହା ଦେଖାଯାଉ ନାହିଁ। ତ ଏଇ ଜନ୍ମ ଦିବସ ପାଳନ କରି ଆସୁଛୁ କେମିତି ପାଳନ କରୁଅଛୁ ନା କେତେବେଳେ ଗିର୍ଜା ଉପାସନା କରିକି କେକ୍ କାଟିକି କଣ ଆଉ ମାଂସ ଭାତ କରିକି ଆମଦରେ ଖାଉଛୁ। କାହିଁକି ସେଇଟା କରୁଅଛୁ? କାହିଁକି ଆମେ ଏଇ ସବୁ କରୁଅଛୁ? ଭୋଜି ଭାତ କରିକି ବା ମାଂସ ଭାତ କରିକି ନହେଲେ ଉପାସନା କରିକି ନହେଲେ ଗୋଟିଏ ଭଲ ଟିଫିନ ଦେଇକି ମଣ୍ଡଳୀ ମାନଙ୍କୁ ଆଜ ମାନଙ୍କୁ କି ମଣ୍ଡଳୀକୁ ଡକେଇକି ଆମେ ଏଇ ସବୁ ପାଳନ କରୁଛୁ। କାହିଁକି? ସେଦିନକୁ ମନେ ପକାଇକି ଆନନ୍ଦ କରୁଛୁ। ମନେ ପକାଇକି ଆନନ୍ଦ କରୁଅଛୁ। ଏତିକି ଯଥେଷ୍ଟ ଆନ୍ସର ହବ କି? ପ୍ରଭୁଙ୍କର ପ୍ରଭୁ ଆମମାନଙ୍କୁ ସୁରକ୍ଷା ଦେଇ ସେଇଦିନ ଦେଇଅଛନ୍ତି। ପ୍ରଭୁ ଆମମାନଙ୍କୁ ସୁରକ୍ଷା ଦେଇ ସେଇଦିନ ଦେଇଛନ୍ତି। ଅର୍ଥାତ୍ ପ୍ରଭୁ ଆମମାନଙ୍କର ଯତ୍ନ ନେଲେ ତତ୍ତ୍ୱ ନେଲେ ସେଥିପାଇଁ ଆମେ ଉପାସନା କରୁଛୁ ଏବଂ ଧନ୍ୟବାଦ ଦେଉଛୁ। ଏବଂ ଅତି ସୁରକ୍ଷିତ ଭାବରେ ପ୍ରଭୁ ଜୀବିତ ରଖିଥିବାରୁ ସୁସ୍ଥ ଶରୀର ଦେଇ ସୁରକ୍ଷିତ ରଖିଥିବାରୁ ଆମମାନେ ତାହାଙ୍କୁ ପ୍ରଭୁଙ୍କୁ ଗୌରବ ଦେଉଛୁ ଏବଂ ଗୌରବ ଦେବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ସୁସ୍ଥ ଶରୀର ପାଇଥିବାରୁ ଶୃଙ୍ଖଳୀ ଭାବରେ ଥିବାରୁ ଆମେ ପ୍ରଭୁଙ୍କର ଗୌରବ କରୁଛୁ କରିବା ସହିତ ନିଜେ ଆନନ୍ଦିତ ହଉଛୁ। ହାଲେଲୁୟା ହାଲେଲୁୟା। ତ ଆମେ ଏକ୍ସମାସ ପାଳନ କରୁଛୁ। ଏକ୍ସ ଅର୍ଥ କଣ କହୁଛୁ ଆମେ ବୁଝିଛୁ। ଆମକୁ ଆଜ୍ଞା ଅନେକ ସମୟରେ ତାହା କହିଅଛନ୍ତି। କଣ ଏକ୍ସର ଅର୍ଥ? ଏକ୍ସ ର ଅର୍ଥ ହଉଛି ଅଜଣା। ଅଜଣା ପର୍ବ ଆମେ ପାଳନ କରୁଛୁ। କେତେ ଜଣ ଆମମାନଙ୍କ ମଧ୍ୟରେ ବି ଅଛୁ ଆମମାନେ ଅଜଣା ପର୍ବ ପାଳନ କରୁଅଛୁ। ଆଉ କେତେକ ଆମମାନେ ବଡ ଦିନ ପାଳନ କରୁଛୁ। କେବଳ ବଡ ଦିନରେ ହିଁ ଆମମାନେ ଉପସ୍ଥିତ ରହୁଛୁ କେତେକ ଆମମାନଙ୍କ ମଧ୍ୟରେ। ଆଉ ଅନ୍ୟାନ୍ୟ ଦିନ ମାନଙ୍କରେ ଆମମାନେ ଉପାସନା ଗିର୍ଜା ଉପାସନାରେ ଉପସ୍ଥିତ ରହୁନୁ। ଆଉ କେତେକ ଆମମାନେ ନା ଖ୍ରୀଷ୍ଟ ମାସ ପାଳନ କରୁଛୁ। ଅର୍ଥାତ୍ ଯୋଉ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ହେବା ଦିବସ ମଧ୍ୟ ମାନେ ପାଳନ କରୁଅଛୁ। ଆଉ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେବା ଦିବସକୁ ପାଳନ କରୁଛୁ। ଆଉ କେତେ ଜଣ ତ ଆମମାନେ ଖ୍ରୀଷ୍ଟ ଜୟନ୍ତୀ ପାଳନ କରୁଛୁ। ଖ୍ରୀଷ୍ଟ ଜୟନ୍ତୀର ଅର୍ଥ କଣ? ଖ୍ରୀଷ୍ଟ ଜୟନ୍ତୀର ଅର୍ଥ କଣ? ଗାନ୍ଧୀ ଜୟନ୍ତୀ ପାଳନ କରୁଛୁ ନାଇଁ କି? ଗାନ୍ଧୀ ଜୟନ୍ତୀ ପାଳନ କରୁଛୁ। ଗାନ୍ଧୀ ଜୟନ୍ତୀ କହିଲେ ଜୟନ୍ତୀ କହିଲେ କଣ? ଜୟନ୍ତୀ ଅର୍ଥ ସେ ନାହାନ୍ତି। କଣ? ସେ ଜୟନ୍ତୀର ଅର୍ଥ ହଉଛି ସେ ନାହାନ୍ତି। ପ୍ରକୃତରେ ଆମର ଯୀଶୁ ଖ୍ରୀଷ୍ଟ କଣ ନାହାନ୍ତି କି? ଆମମାନଙ୍କର ଯୀଶୁ ଖ୍ରୀଷ୍ଟ କଣ ନାହାନ୍ତି କି? ଲୁକ ପୁସ୍ତକ ତାର 2:11 ଟିକେ ପଢିକି ଶୁଣେଇବେ। କାରଣ ଆଜି ଦାଉଦଙ୍କ ନଗରରେ ସେତିକି କାରଣ ସମସ୍ତେ ଟିକେ ପାଳି ଧରିବେ। କାରଣ ଆଜି କେବେ 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 ଆଜି କେବେ ଆଜି ଦାଉଦଙ୍କ ନଗରରେ କଣ ହେଇଛି? ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଛନ୍ତି। କାରଣ ଆଜି ଆମମାନଙ୍କ ହୃଦୟରେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଛନ୍ତି। ହାଲେଲୁୟା ହାଲେଲୁୟା। ହେଲେ କେବେ ପାଳନ କରିବା କୁହନ୍ତୁ? ସବୁଦିନ ସବୁ ସମୟରେ ଖ୍ରୀଷ୍ଟଙ୍କର ଜନ୍ମ ଦିବସ ପାଳନ କରିବା ଆମମାନଙ୍କର କର୍ତ୍ତବ୍ୟ। ହାଲେଲୁୟା ହାଲେଲୁୟା। ଖ୍ରୀଷ୍ଟ ଜୟନ୍ତୀ ନୁହେଁ, ଖ୍ରୀଷ୍ଟଙ୍କ ଜନ୍ମ ଦିବସ ଆମେ ପାଳନ କରିବା। ଆମମାନଙ୍କ ହୃଦୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଛନ୍ତି। କେବେ ଜନ୍ମ ଗ୍ରହଣ କରିଛନ୍ତି? ଆଜି। ବାଇବଲ ମତ ଅନୁସାରେ ଯୀଶୁ ଖ୍ରୀଷ୍ଟ 2025 ସାଲ ପୂର୍ବରୁ ସେ ଜନ୍ମ ଗ୍ରହଣ କରିଥିଲେ। ଆଜି ସେ ଆମମାନଙ୍କ ହୃଦୟରେ ଜନ୍ମ ଗ୍ରହଣ କରିବାକୁ ଚାହୁଁଛନ୍ତି। ହାଲେଲୁୟା ହାଲେଲୁୟା। ତ ଆମମାନେ ଦେଖିଲୁ ଯେ ଆମ ବାକ୍ୟ ଅନୁସାରେ ସବୁ ବିଷୟ ମୁଁ ଆଲୋଚନା କରିବାକୁ ଚାହୁଁନାହିଁ, ଯେ ଯେହେତୁ ସମୟ ମଧ୍ୟ ହବ ନାହିଁ ଆଉ ସମୟ ଘଣ୍ଟେ ହେବଣି। ଆଉ କିନ୍ତୁ ଅଳ୍ପ କିଛି ଆମେ ଶିଖିବାକୁ ଯିବା। ଆଉ ଏଇ ଯୋଉ ବାକ୍ୟ ମାନେ ଅଧ୍ୟୟନ କଲୁ ଯେ
ଦୂତ ସମ୍ବାଦ ଦେଲେ କାହାକୁ ସମ୍ବାଦ ଦେଲେ? କାହାକୁ ସମ୍ବାଦ ଦେଲେ? ମେଷପାଳକ ମାନେ ମେଷପାଳକ ମାନ ଦୂତ ସମ୍ବାଦ ଦେଲେ, ମେଷପାଳକ ମାନଙ୍କୁ ସମ୍ବାଦ ଦେଲେ। କଣ ବୋଲି ସମ୍ବାଦ ଦେଲେ? 9 ପଦ ପଢନ୍ତୁ। ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି ପ୍ରଭୁଙ୍କର ଗୌରବର ଜ୍ୟୋତି ସେମାନଙ୍କ ଚତୁର୍ଦିଗରେ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ। 11 ପର୍ଯ୍ୟନ୍ତ ପଢନ୍ତୁ। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ସେ ଖ୍ରୀଷ୍ଟ ଓ ପ୍ରଭୁ। ତ ଏଇ ଦେଖିଲୁ ଯେ ଏଇ ସମ୍ବାଦ ମେଷପାଳକ ମାନେ ସମ୍ବାଦ ପାଇଲେ। ଆଉ ପ୍ରଭୁ ତା ଦୂତ ସେମାନଙ୍କୁ କହିଲେ ଯେ ଆଜି ଦାଉଦଙ୍କ ନଗରରେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ଆଉ ସେ ଖ୍ରୀଷ୍ଟ ଆଉ ପ୍ରଭୁ ବୋଲି ସମ୍ବାଦ ପାଇଲେ। ଆଉ ସେ କଣ କହିଲେ? ଚିହ୍ନ ସ୍ୱରୂପ ତୁମେ କହିଲେ ଯେ ବେଥଲେହେମର ନଗରକୁ ତୁମେ ଯାଅ, ଆଉ ସେଇଠି ବେଥଲେହେମ ନଗରରେ ଗୁହାଳ କୁଣ୍ଡରେ ଜଣେ ଶିଶୁକୁ ଶୁଆଇଥିବାର ଦେଖିବ। ଗୁହାଳ ଘରେ ଗୋଟେ ଶିଶୁକୁ ଶୁଆଇଥିବାର ଦେଖିବ। ଆଉ ସେ କିଏ? ଖ୍ରୀଷ୍ଟ ପ୍ରଭୁ ଆଉ ଖ୍ରୀଷ୍ଟ ଆଉ ପ୍ରଭୁ। ଖ୍ରୀଷ୍ଟ ଆଉ ପ୍ରଭୁ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ହାଲେଲୁୟା। ତ ଇସ୍ରାଏଲ ଲୋକମାନଙ୍କର ଜୀବନରେ ଥିଲା ମସିହ ଆସିବେ ଆଉ ଆମମାନଙ୍କୁ ଉଦ୍ଧାର କରିବେ। ଦିନେ ମସିହ ଆସିବେ, ଆମମାନଙ୍କୁ ଉଦ୍ଧାର କରିବେ, ଏହି ମତ ରହିଥିଲା। କିନ୍ତୁ ପ୍ରଭୁ ଜଣେ ଧନୀ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ ପାଇଁ ଇଚ୍ଛା କଲେ ନାହିଁ। କେଉଁ ପରିବାରରେ ଜନ୍ମଗ୍ରହଣ କରିବା ପାଇଁ ଇଚ୍ଛା କଲେ? ଗରିବ ପରିବାର। ହାଲେଲୁୟା, ହାଲେଲୁୟା। ତ ଆମେ ଦେଖିଲୁ ଏଇ ସମ୍ବାଦ ପାଇକି ମେଷପାଳକ ମାନେ ସେମାନେ ଯୀଶୁକୁ ଦେଖିବା ପାଇଁ ଗଲେ। ଯେତେବେଳେ ଦୂତ ସେମାନଙ୍କୁ ସମ୍ବାଦ ଦେଲେ, ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ସେମାନଙ୍କୁ ଜଣାଇଲେ। ଆଉ ସେଇ ମେଷପାଳକ ମାନେ ଦୂତ ଗଲା ପରେ ସେଇ ମେଷପାଳକ ମାନେ ଆଗ୍ରହର ସହିତ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ବା ସେଇ ଶିଶୁକୁ ଦେଖିବା ପାଇଁ ସେମାନେ ତାହା ବାସ୍ତବିକ ନା ନାହିଁ ତାହା ଅନ୍ୱେଷଣ କରିବା ପାଇଁ ସେମାନେ ଗଲେ। 15 ପଦ ପଢନ୍ତୁ, 15ରୁ 18 ପଦ ପର୍ଯ୍ୟନ୍ତ। 15 ପଦ ପଢନ୍ତୁ। ଦୂତମାନେ ସେମାନଙ୍କ ଠାରୁ ସ୍ୱର୍ଗକୁ ପ୍ରସ୍ଥାନ କଲା ଉତ୍ତାରେ ମେଷପାଳକ ମାନେ ପରସ୍ପରକୁ କହିବାକୁ ଲାଗିଲେ, ଆସ ଆମ୍ଭେମାନେ ବେଥଲେହେମ ପର୍ଯ୍ୟନ୍ତ ଯାଇ ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ ତାହା ଦେଖିବା। 16 ପଦ। ଏଥିରେ ସେମାନେ ଶୀଘ୍ର ଯାଇ ଅନ୍ୱେଷଣ କରି ମରିୟମ ଓ ଯୋସେଫଙ୍କୁ ପୁଣି ଗୁହାଳ କୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ। ସେମାନେ ଶୀଘ୍ର ଯାଇକି ଅନ୍ୱେଷଣ କଲେ। ଅନ୍ୱେଷଣ କରିବା ଅର୍ଥ ଖୋଜିଲେ। ଆଉ ସେମାନେ ଶୀଘ୍ର ଯାଇକି ଅନ୍ୱେଷଣ କରିଲେ, ଖୋଜିଲେ। ଆଉ କଣ ଦେଖିଲେ? ଶିଶୁକୁ ଗୁହାଳ କୁଣ୍ଡରେ ସେମାନେ ଶୋଇଥିବାର ଦେଖିଲେ। ହାଲେଲୁୟା, ହାଲେଲୁୟା। କେହି କେବେ ଆମମାନଙ୍କ ମଧ୍ୟରେ ଗୁହାଳ କୁଣ୍ଡରେ ଶୁଆଇଥିବାର କିଏ ଦେଖିଛନ୍ତି? କାହାକୁ କେହି କେବେ ଆମମାନଙ୍କ ମଧ୍ୟରେ ଗୁହାଳ କୁଣ୍ଡରେ ଶୋଇଥିବାର ଆପଣ ମାନେ ଦେଖିଛନ୍ତି କି? ଅତି ଯତ୍ନତାର ସହିତ ଆଜିକାଲି ଦିନ ମାନଙ୍କରେ ଗୋଟିଏ ଶିଶୁ ଜନ୍ମ ହେବା ପାଇଁ ହେଲେ ମେଡିକାଲରେ ତାକୁ ନିଆଯାଉଛି, ଉତ୍ତମ ଟ୍ରିଟମେଣ୍ଟ ଦିଆଯାଉଛି, ଉତ୍ତମ ଟ୍ରିଟମେଣ୍ଟ ଦେଇକି ତାହାକୁ ଜନ୍ମ କରାଉଛନ୍ତି। କିନ୍ତୁ ସେଇ ସମୟରେ ଯୀଶୁ ଖ୍ରୀଷ୍ଟଙ୍କୁ ଗୁହାଳ କୁଣ୍ଡରେ ଶୁଆଇଥିବାର ମାନେ ଦେଖିଲେ ଏଇଠି। ଆଉ ତାହା ଶିଷ୍ୟମାନେ ଦୂତଙ୍କର କଥା ଅନୁସାରେ, ଦୂତଙ୍କର ସମ୍ବାଦ ଅନୁସାରେ ସେମାନେ ଯାଇକି ଅନ୍ୱେଷଣ କଲେ ଆଉ ଦେଖିଲେ। ମୋହର ପ୍ରସଙ୍ଗ ଆଜି ରଖିଛି ମୁଁ ଦର୍ଶନ କରିବା। ଦର୍ଶନ କରିବା। ଆଉ ମୁଁ ଏତିକ ବିଷୟ ମୁଁ ଆପଣ ମାନଙ୍କୁ ସବୁ ବିଷୟ କହିବାକୁ ଯାଉନାହିଁ। ଦର୍ଶନ କରିବା, ଦର୍ଶନ କରିବା। ଏଇ ମାନେ ଯେ ଶିଷ୍ୟ ମାନେ
ଯୀଶୁ ଖ୍ରୀଷ୍ଟଙ୍କ ଦର୍ଶନ କରିବା ପାଇଁ ଗଲେ। ଆଉ କେତେକ ଜଣ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଦର୍ଶନ କରିବା ବିଷୟ ଆଜି ଆମମାନେ ଶିଖିବା। ଆଉ ଯଦି ସମୟ ହୁଏ ତାହେଲେ ଆମମାନେ ଅଧିକ ସମୟ ମଧ୍ୟ ଶିଖିପାରିବା। କିନ୍ତୁ ଆପଣ ମାନଙ୍କର ଧୈର୍ଯ୍ୟ ଦରକାର। ଏଇ ସମୟରେ ଆପଣ ମାନଙ୍କର ଧୈର୍ଯ୍ୟ ଏବଂ ସହିଷ୍ଣୁ ଦରକାର। ଯଦି ଶୁଇବେ ନାହିଁ ତାହେଲେ ଶିଖିବା, ଯଦି ଶୁଇବେ ତାହେଲେ ବନ୍ଦ କରିବା। हालेलुया एम्बर एम्बर कान का कोका कोका आइन दिया नबिना आइसड्रा एम्बर में आराम रे कोकना से काने बुले बुझना से का एवसोडान आगे ना एडवाइस में आते जो जे जो माने वाक्य सुनंती नहीं से माने कोन बुझंती आउ न बुझिले वाक्य प्रवेश करबो कि भीतर को नहीं भीतर जदि प्रवेश करियो वाक्य कोन करबो जागरण सृष्टि कराइबो आउ सचेतन देव। जदि आमाने सुनिबा नाही वाक्य प्रति हे ज्ञान करिबा ताहाले अन्य विषय आमानक हृदय रे प्रवेश करिवो। अन्य विषय अर्थात कोन हबो निदर आत्मा से आ ए समय आपण माने जदि आपण मानक पाखरे जदि किए सुइथबार देखिबे ताहाले टिके कोन करिवे सचेतन देवे। हालेलुया हालेलुया। तो देखिलो आम माने एही मेषो पालक माने यीशु ख्रीष्टंकर कोन करे दर्शन पाइले। काहे के दर्शन पाइले एही मेषो पालक मानकर अवस्था की पड़थिला, से माने की परि लोक थिले, समाज रे से माने की परि लोक थिले। साधारणतः आम माने देखु अछु आमान को अंचल रे मध्य एबे आम निजे निजे चोराई बाटा देखु किंतु आगो काल रे लोक माने आ जो माने की गाय चोराउथिले कि मेष चोराउथिले कि पुढो जाको चोराउथिले से माने की परि लोक थिले समाज रे कोन आपण मानते की परि लोक छोट जाति थिले आज्ञा कहउछंती तापरे विशेष करी गरीब अवस्था रे थिले नाही कि आउ से माने निहाती नम्र थिबे एवं शुद्ध चित्त मते से माने कहा सहित आउ एमती विद्रूप लागिबार नथिले आउ से माने नम्र लोक थिले। सेथि पई से माने नम्र भाव रे यीशु ख्रीष्टंकर अन्वेषण कले। यीशु ख्रीष्टंको देखिया पई से माने चेष्टा कले जाई कि देखिया पे आग्रह सहित जाई कि देखिया पई से माने बाहरिले। हालेलुया हालेलुया। जाई कि देखिया पई बाहरिले। समस्त पिला ऊपर नजर पड़ीची बाकी ऊपर नजर पड़ू नाही। तेणु कोन करबा बंद करबा कि समस्त आ कोन कले ना से माने यीशु ख्रीष्टंको मेषपालक माने अन्वेषण कले। से माने नम्रता थिले एवं शुद्ध लोक मध्य थिले। तेणु से माने आग्रह सहित आज्ञा पालन करिबा लोक थिले। तेणु आज्ञा पालन करिकि से माने ना अन्वेषण करि गले आउ यीशु को दर्शन पाइले। हालेलुया हालेलुया हालेलुया। आ आपण मानक मध्य के कहंतु कि आउ दर्शन करथिला यीशु ख्रीष्ट को के दर्शन करथिले हां पंडित मान आउ के दर्शन कर किए नहीं सिमियन नामक जने धार्मिक एवं भक्त व्यक्ति थिले। द्वितीय एक लूक 2 पर्व 25 पद पढ़ु। आउ देखो जेरुसालेम रे सिमियन नामक जड़े धार्मिक और भक्त व्यक्ति थिले। से इस्राएल रो सांत्वना अपेक्षा करुथिले पुनी पवित्र आत्मा तांको ठारे अधिष्ठान करिथिले। पुनी पवित्र आत्मा ताहांको ठारे कोन करथिले अधिष्ठान करथिले। 27 पद पढ़ंतु। से आत्मा को द्वारा चालित होई मंदिर को आसिले पुनी शिशु यीशु को पिता माता जेतेबेले ताहांको विषय रे व्यवस्थार विधि अनुଯାयी क्रिया करबा निमंते ताहांको भीतर को आनिले। 28 पद। सेतेबेले से ताहांको कଳରେ घेनी ईश्वरଙ୍କ स्तव करी कहिले हालेलुया 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 हालेलुया। ताहांको धरि से कोन कले स्तव कଳରେ धरले। ताहांको कोन कले कଳରେ धरले।
तो आम माने देखिलु एई धार्मिक व्यक्ति कौन करथिले कौन अपेक्षा करथिले कौन अपेक्षा करथिले आमे सुनिलु ना नाई बाकी ଇସ୍ରାଏଲ ର ସନ୍ତାନ ଅପେକ୍ଷାରେ ଥିଲେ। कौन अपेक्षा करथिले तुम समस्त दिके कहतु आउ देखो आउ थरे पड़ी देउची सुनंतु आउ देखो जेरूसालेम रे सिमियोन नामक जने धार्मिक ओ भक्त व्यक्ति थिले से इस्राएल रो सांत्वना अपेक्षा करथिले पुणी पवित्र आत्मा ताहा कठारे अधिष्ठान करथिले प्रभु को अभिषिक्तंकर दर्शन न पाइले ताहाकर जे मृत्यु हबो नाही पवित्र आत्मा को द्वारा ताहाकू एही प्रत्यादेश दिया जायतिला हालेलुया तो एही व्यक्ति पवित्र अभिषिक्त व्यक्तिंकर दर्शन कला परे से मरिबे एही प्रत्यादेश ताकू दिया जायतिला आउ से पवित्र आत्मा ताहाको ऊपर अधिष्ठान करथिले आउ से कोन कले इस्राएल रो सांत्वना अपेक्षा रे इस्राएल रो परित्राण अपेक्षा रे से रहिथिले कोन करथिले परित्राण रो अपेक्षा रे थिले से अपेक्षा करिकि थिले कोन अपेक्षा करिकि थिले परित्राण अपेक्षा करिकि थिले चंचल जीवा तो से इस्राएल रो परित्राण अपेक्षा करिथिले तेनु से यीशु ख्रीष्ट को से दर्शन करि पारले हालेलुया 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 हालेलुया। आउ जणे नारी मध्य जे भाववादिनी थिले से मध्य प्रभुंकर दर्शन करथिले यीशु ख्रीष्टंकर दर्शन करथिले ताहांकर नाम जानि छथि हाना ताहांकर नाम कोन हाना से 36 पदरे लिखा जायछि आउ हाना नामनी जणे भाववादिनी थिले से आशेर वंशर पनुएल कन्या ताहांकर अनेक बयस होइतिला से कुमारी अवस्था परे 7 वर्ष स्वामी सहित वास करले ओ 84 वर्ष पर्यंत विधवा ही रहितिले सुनुछन्ते कि से सुनंतु से मंदिर परित्याग न करी उपवास और निवेदन सह दिवारात्र उपासना करुथिले से मंदिर परित्याग न करके कौन करथिले दिवारात्र कौन करथिले ना निवेदन सहित उपवास सहित ओ उपासना जीवन यापन करथिले हालेलुया हालेलुया। किपरि सेही आउ हाना भाववादिनी थिले ना उपवास मध्य करथिले आउ निवेदन मध्य करथिले आउ उपासनामय जीवन यापन करथिले आपण मानक मध्य सेमती के करूछंती कि से दर्शन पाइले किपरि थिले से किपरि लोक थिले से प्रार्थनाशील जीवन यापन करथिले आउ कोन करथिले उपवास करथिले आउ कोन करथिले उपासनामय जीवन यापन करथिले उपासना कहले कोन प्रभुंकर प्रशंसा करथिले सब बेले प्रभुंकर धन्यवाद प्रशंसा स्तुति वंदना करके से जीवन यापन करथिले आउ 84 वर्ष पर्यंत से मंदिर रे परित्याग न करके रहिथिले हालेलुया 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 एते दिन से कोन अपेक्षा रे रहिथिले आउ से मध्य दर्शन पाइले हालेलुया तो 38 पद लिखा जायछि ସେହି ସମୟରେ ସେ ଉପସ୍ଥିତ ହୋଇ ଈଶ୍ୱରଙ୍କର ସ୍ତୁତି ବାଦ କରୁ କରୁ ଜେରୁସାଲେମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ ତାହାଙ୍କ ବିଷୟ ସେ କହିବାକୁ ଲାଗିଲେ ଇଏ ହଉଛନ୍ତି ପରିତ୍ରାଣ କର୍ତ୍ତା ଏହା ସେ କହିବାକୁ ଲାଗିଲେ ଅର୍ଥାତ୍ ସେ ଯୀଶୁ ଖ୍ରୀଷ୍ଟଙ୍କୁ ସେ ଚିହ୍ନିଲେ ଯୀଶୁ ଖ୍ରୀଷ୍ଟଙ୍କୁ ସେ ଚିହ୍ନିଲେ ଆଉ କହିଲେ ये होछंती परित्राण करता हालेलुया 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 हालेलुया। पाखरे मां माने प्राय 3-4 जन सुछंती दया करी पाखरे थिबा लोक माने टिके ताकू कहिबे ये टिके देबे संकेत देबे जदी सुइछंती ताहेले कहिबे टिके सिग्नल देबे उठ बोली
ଆମେ ଜାଣୁଛୁ ଦେଖୁଛୁ ଆପଣ ମାନେ ସିନା ସେପଟେ ଅଛନ୍ତି ଆମେ ଏପଟେ ଅଛୁ ଯେହେତୁ ଆପଣ ଯେତେ ଜଣ ଆଖି ଢୁଳାଉଛନ୍ତି ଆମେ ଦେଖୁଅଛୁ ନା ନାଇଁ ତ ଆମେ ଦେଖିଲୁ ଯେ ଆମେ ଜଗତରେ ରହିଅଛୁ ଜଗତ ବିଷୟ ଆମମାନଙ୍କୁ ଅନେକ ସମୟରେ ବହୁତ ବିଷୟରେ ଆଟ୍ରାକ୍ଟ କରେ ଆକୃଷ୍ଟ କରିକି ନେଇଯାଏ ଜଗତ ଆଡକୁ ଆଉ ଏ ଜଗତରେ ଆମମାନେ ରହିଥିବା ହେତୁ ଆମମାନେ ପ୍ରଭୁଙ୍କୁ ଦେଖି ନଥାଉ କିମ୍ବା ଜାଣି ନଥାଉ ଆମମାନେ ଯେତେ ଜଣ ଆମମାନେ ପ୍ରଭୁଙ୍କ ବିଷୟ ଗୁରୁତ୍ୱ ଦେଇନଥାଉ ଜଗତ ବିଷୟ ଗୁରୁତ୍ୱ ଦେଇଥାଉ ସେତେବେଳେ ଆମମାନେ ଜଗତ ତାଙ୍କ ଆଡକୁ ଅଧିକ ବିଷୟ ଆଡକୁ ଆମମାନଙ୍କୁ ନେଇଥାଏ ଏବଂ ପ୍ରଭୁଙ୍କ ଠାରୁ ସେ ଆମମାନଙ୍କୁ ଦୂରରେ ରଖିଥାଏ ମୋର ପ୍ରିୟ ମାନେ ଆମମାନେ ଦେଖିଲୁ ଏଇ ଭାବବାଦିନୀଙ୍କ ଠାରୁ ସେ ଉପାସନାମୟ ଜୀବନ ଯାପନ କରୁଥିଲେ ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେ ଦର୍ଶନ ପାଇଲେ ହାଲେଲୁୟା ହାଲେଲୁୟା ଆଉ ଆମମାନେ ଶୁଣିଲୁ ଯେ ପଣ୍ଡିତ ମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ଦର୍ଶନ ପାଇଥିଲେ ହାଲେଲୁୟା ହାଲେଲୁୟା ତ ମାଥ୍ୟୁ ପୁସ୍ତକ 2 ପର୍ବରେ ଲେଖା ଯାଇଅଛି 1-2 ପଦ ଯଦି ପଢିବା ତାହେଲେ ଆମେ ଜାଣିବା ହେରୋଦ ରାଜାଙ୍କ ସମୟରେ ୟେସ୍ ଜିହୁଦା ପ୍ରଦେଶର ବେଥଲହିମରେ ଯୀଶୁଙ୍କ ଜନ୍ମ ହେବା ପରେ ଦେଖ ପୂର୍ବ ଦେଶର କେତେକ ପଣ୍ଡିତ ଜେରୁସାଲେମକୁ ଆସି କହିଲେ ଜିହୁଦୀ ମାନଙ୍କର ଯେଉଁ ରାଜା ଜନ୍ମ ଗ୍ରହଣ କରିଅଛନ୍ତି ସେ କେଉଁଠାରେ କାରଣ ଆମ୍ଭେମାନେ ପୂର୍ବ ଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ ପୂର୍ବ ଦେଶର ତାରା ଦେଖି ଆମମାନେ ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ ହାଲେଲୁୟା 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 ଏଇ ପଣ୍ଡିତ ମାନେ କଣ କଲେ ନା ତାରା ଦେଖିଲେ ସେ ତାରା ପୁଣି କେମିତିକାର ଥିଲା ଯେ ସେମାନେ ତାହା ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଦିବସ ବୋଲି ଜନ୍ମ ହେଇଛନ୍ତି ବୋଲି ସେମାନେ ଜାଣିପାରିଲେ ଏଇ ପଣ୍ଡିତ ମାନେ ଅର୍ଥାତ ତଳେ ଯଦି ଲେଖା ହେଇଛି ସେମାନେ ଲେଖା ହେଇଛି ଜ୍ୟୋତିର୍ବେତା ମାନେ କଣ ଜ୍ୟୋତିର୍ବେତା ଏଇ ଜ୍ୟୋତିର୍ବେତା ବା ଯୋଉମାନେ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରନ୍ତି ସେମାନଙ୍କୁ ତାହା କୁହାଯାଏ ତ ଏମାନେ ତାରା ମାନଙ୍କୁ ନିରୀକ୍ଷଣ କରିକି ସେମାନେ କେତେକ ବିଷୟ ନିର୍ଣ୍ଣୟ କରନ୍ତି କିନ୍ତୁ ଏମାନେ କଣ ନା ଅନେକ ସମୟରେ ପ୍ରଭୁଙ୍କ ବିଷୟ ସେମାନେ ଧ୍ୟାନ କରିକି ରହୁଥିଲେ ଆଉ ସେହି ତାରା ଏକ ଅତ୍ୟନ୍ତ ଉଜ୍ଜଳମୟ ତାରା ଥିଲା ସେହି ତାରା ଅତ୍ୟନ୍ତ ଉଜ୍ଜଳମୟ ତାରା ଥିଲା ବା ଜ୍ୟୋତିରେ ସେ ପରିପୂର୍ଣ୍ଣ ତାରା ସେଇଦିନ ଦେଖାଗଲା ଏବଂ ତାହା ଅନ୍ୟ ତାରା ମାନଙ୍କ ଠାରୁ ତାହା ଏକ ଭିନ୍ନତମ ତାରା ଭାବରେ ଦର୍ଶନ ଦେଖା ଦେଇଥିଲା ଆଉ ସେମାନେ ସେହି ତାରା ଦେଖିକି ଯେହେତୁ ସେମାନେ ଇସ୍ରାଏଲ ଲୋକମାନଙ୍କ ବିଷୟରେ ସେମାନେ ଜାଣିଥିଲେ ଯେ ଇସ୍ରାଏଲ ଲୋକମାନେ ସେମାନଙ୍କ ମତରେ ଥିଲା ଏହିପରି ଜଣେ ମସିହ ଦିନେ ପୃଥିବୀରେ ଆଉ ଆବିର୍ଭାବ ହେବେ ଯିଏକି ଆମମାନଙ୍କୁ ସମସ୍ତ ପାପରୁ ସେ ଆମମାନଙ୍କୁ ଉଦ୍ଧାର କରିବେ ପାପ ଆମମାନଙ୍କୁ ଉଦ୍ଧାର କରିବେ ତାହା ସେମାନଙ୍କ ମଧ୍ୟରେ ସେମାନେ ଜାଣିଥିଲେ ଏବଂ ତାହା ଦେଖି ସେମାନେ ଯୀଶୁ ଖ୍ରୀଷ୍ଟ ଯେ ମସିହ ଯେ ଜନ୍ମଗ୍ରହଣ କରିଛନ୍ତି ଜିହୁଦା ପ୍ରଦେଶର ଜେରୁସାଲେମ ନିକଟରେ ତାହା ସେ ଅନ୍ୱେଷଣ କରିବାକୁ ଆସିଲେ କଣ କରିବାକୁ ଆସିଲେ ଅନ୍ୱେଷଣ କରିବା ପାଇଁ ଆସିଲେ ସେମାନେ ଈଶ୍ୱରଙ୍କ ବିଷୟ ସେମାନେ ଧ୍ୟାନ କରି ରହୁଥିଲେ ସେମାନେ ଧ୍ୟାନ କରିକି ରହୁଥିଲେ ଆଉ ସେଥିପାଇଁ ସେମାନେ ଏହି ତାରା ଦେଖିକି ସେମାନେ ଆଉ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ହେଇଥିବାର ବିଷୟ ସେମାନେ ହେଇଥିବେ ବୋଲିକି ସେମାନେ ତାହା ଅନ୍ୱେଷଣ କଲେ ତାରା ପଛରେ ପଛରେ ସେମାନେ ଆସିଲେ ହାଲେଲୁୟା କିନ୍ତୁ ସେମାନେ ତାରା ପଛରେ ଆସୁଥିଲେ କଣ ହେଲା ଗୋଟେ ଘଟଣା ଜାଣିଛନ୍ତି ନା ଯେତେବେଳେ ସେମାନେ ଜେରୁସାଲେମରେ ଆଉ ଜିହୁଦା ପ୍ରଦେଶର ରାଜଧାନୀ ଥିଲା ଜେରୁସାଲେମ ସେଇ ସ୍ଥାନରେ ହେରୋଦ ରାଜା ରହୁଥିଲେ ଆଉ ହେରୋଦ ରାଜା ତ ସମ୍ଭ୍ରାନ୍ତ ବ୍ୟକ୍ତି ରାଜା ଥିଲେ ଆଉ ସେଥିପାଇଁ ଆଉ ଯୀଶୁ ଖ୍ରୀଷ୍ଟ ମଧ୍ୟ ସେ ମଧ୍ୟ ମସିହ ରାଜା ପୃଥିବୀକୁ ଶାସନ କରିବେ ତାହା ସେମାନଙ୍କ ମନରେ ଗୋଟେ ଥିଲା ଆଉ ସେଥିପାଇଁ ସେମାନେ ଏଇଠାରେ ଜନ୍ମଗ୍ରହଣ କରିଥିବେ ବୋଲି ସେମାନେ ହେରୋଦ ରାଜାଙ୍କ ନିକଟକୁ ଗଲେ ଆଉ ହେରୋଦ ରାଜାକୁ କହିଲେ ପଚାରିଲେ
2 ପଦ ଲେଖା ଯାଇଛି। ହେରୋଦ ରାଜାଙ୍କୁ ପଚାରିଲେ ନା ଜିହୁଦୀ ମାନଙ୍କର ଯେଉଁ ରାଜା ଜନ୍ମ ଗ୍ରହଣ କରିଛନ୍ତି ସେ କେଉଁଠାରେ? ଜିହୁଦୀ ମାନଙ୍କର ରାଜା ଜନ୍ମ ଗ୍ରହଣ କରିଛନ୍ତି ସେ କେଉଁଠାରେ? ହେରୋଦ ରାଜା ଏହା ଶୁଣିକି ପୁରା ଉଦ୍ବିଗ୍ନ ହେଲେ, ସେ ଚମତ୍କୃତ ହେଲେ। ଯେତେ ଜଣ ତାଙ୍କର ପ୍ରଶାସକ ଥିଲେ, ତାଙ୍କର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଯେତେ ଜଣ କର୍ମକର୍ତ୍ତା ଥିଲେ, ସେମାନେ ମଧ୍ୟ ସମସ୍ତେ ଚମତ୍କୃତ ହେଲେ। ଏଟା କି କଥା? ରାଜା ମଧ୍ୟ ଚମତ୍କୃତ ହେଲେ। ସେ ତ ନିଜେ ରାଜା ଅଛନ୍ତି, ଆଉ ଜଣେ ରାଜା ଜନ୍ମ ଗ୍ରହଣ କଲେ କିଏ ମଧ୍ୟ ଛାନିଆ ହବ ନା ନାଇଁ? ଆରେ ମୁଁ ତ ରାଜା ଅଛି, ଆଉ ଜଣେ କେମିତି ରାଜା ଜନ୍ମ ଗ୍ରହଣ କଲେ? ସେମାନେ ମଧ୍ୟ ଛାନିଆ ହେଲେ, ରାଜା ମଧ୍ୟ ନିଜେ ଛାନିଆ ହେଲେ। ଆଉ କଣ ହେଲା, ସାଙ୍ଗେ ସାଙ୍ଗେ ରାଜା କଣ କଲେ ନା ତାଙ୍କର ମନ୍ତ୍ରିମଣ୍ଡଳ ସମସ୍ତଙ୍କୁ ଡକାଇକି, ପଣ୍ଡିତ ମାନଙ୍କୁ ଡକାଇକି ସେ ବୁଝିଲେ ଯେ ମସିହ ବା ଏଇ ପୃଥିବୀକୁ ଯିଏ ଶାସନ କରିବେ ସେ କେଉଁଠାରେ ଜନ୍ମ ଗ୍ରହଣ କରିବେ ତାହା ଟିକେ ତମେ ମତେ ଜଣାଅ। ଆଉ ସେତେବେଳେ ସେମାନେ କହିଲେ ଜିହୁଦା ପ୍ରଦେଶର ବେଥଲେହେମ ନଗରରେ ସେ ଜନ୍ମଗ୍ରହଣ କରିବେ। ହାଲେଲୁୟା, 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 ହାଲେଲୁୟା। ଜିହୁଦା ପ୍ରଦେଶର ବେଥଲେହେମ ନଗରରେ ଜନ୍ମ ଗ୍ରହଣ କରିବେ। ଆଉ ମିଖା ପୁସ୍ତକ 5 ପର୍ବ 2 ପଦ ଅନୁସାରେ ବେଥଲେହେମ ନଗର କୌଣସି ଭାବରେ କ୍ଷୁଦ୍ରତମ ହେବ ନାହିଁ। ତାହା ଅତି ଈଶ୍ୱରଙ୍କ ଦୃଷ୍ଟିରେ ତାହା ସମ୍ଭ୍ରାନ୍ତ ହବ। ହାଲେଲୁୟା। ହାଲେଲୁୟା। ତ ଏଇମାନେ ଯେତେବେଳେ ସେମାନେ ହେରୋଦ ରାଜାଙ୍କ ପ୍ରସାଦକୁ ପ୍ରବେଶ କଲେ, ସେତେବେଳେ ଗୋଟିଏ ବିଷୟ ହେଲା କଣ ନା ଆଉ ତାରା ଦେଖାଗଲା ନାହିଁ। ଆଉ ତାରା ଦେଖାଗଲା। ୟା ପୂର୍ବରୁ ମୁଁ ଆପଣ ମାନଙ୍କୁ ସୂଚାଉଥିଲି ଯେ ଜଗତ ଆଡକୁ ଯଦି ଆମମାନଙ୍କର ମନ ଯିବ, ଅତି ଆମେ ଜଗତ ଆଡକୁ ଆମେ ଯିବା, ତାହେଲେ ଆମେ ପ୍ରଭୁଙ୍କ ବିଷୟ ବା ପବିତ୍ର ଆତ୍ମାଙ୍କର ସ୍ପର୍ଶ ଆମେ ପାଇପାରିବା ନାହିଁ। ଆଉ ପ୍ରଭୁଙ୍କ ଠାରୁ ଆମେ ଦୂରରେ ରହିବା। ଯଦି ଆମେ ଭାବବାଦିନୀ ପରି ଉପାସନାମୟ ଜୀବନ ଯାପନ କରୁଥିବା, ତାହେଲେ ତାହାଙ୍କର ଦର୍ଶନ ପାଇବା। ହାଲେଲୁୟା, ହାଲେଲୁୟା। ତ ଏଇମାନେ ଯେତେବେଳେ ହେରୋଦ ରାଜାଙ୍କ ପ୍ରସାଦକୁ ସେମାନେ ଗଲେ, ସେତେବେଳେ ସେମାନେ ନା ସେହି ତାରା ଦେଖିବାକୁ ପାଇଲେ ନାହିଁ। ଆଉ ଯଦ୍ୱାରା କି ସେମାନେ ବହୁତ କର୍ତ୍ତବ୍ୟ ବିମୁଖ ହେଇକି ରହିଲେ। ସେମାନେ ଆଉ କଣ କରିବା ବୋଲି ସେମାନେ କହିଲେ। ଆଉ ଏପଟେ ସେମାନେ ପଚାରିଛନ୍ତି ଯେ ରାଜାଙ୍କୁ ଯେ ଜିହୁଦୀ ମାନଙ୍କର ଯୋଉ ରାଜା ଜନ୍ମ ଗ୍ରହଣ କରୁଛନ୍ତି ସେ କେଉଁଠାରେ? ଏହା ରାଜା ସମ୍ବାଦ ପାଇଛନ୍ତି, ସେ ପୁଣି ଅନ୍ୱେଷଣ କରୁଅଛନ୍ତି କେଉଁଠାରେ ଜନ୍ମ ଗ୍ରହଣ କରିଛନ୍ତି। ଏ ବିଷୟରେ ସେମାନେ ହତବୁଦ୍ଧି ହେଲେ। ଆଉ ସେତେବେଳକୁ ରାଜା କହିଲେ ସେମାନଙ୍କୁ ଡକେଇକି ସୂକ୍ଷ୍ମ ଭାବରେ ସେମାନଙ୍କ ଠାରୁ ବିଷୟ ବୁଝିଲେ ଏବଂ ପଚାରିଲେ, କହିଲେ ଜିହୁଦୀ ମାନଙ୍କର ଯୋଉ ରାଜା ଜନ୍ମ ଗ୍ରହଣ କରିଛନ୍ତି, ତମେ ସେମାନଙ୍କୁ ଟିକେ ଯାଇକି ଖୋଜିଲେ ପାଇଲେ ମତେ ଟିକେ ସମ୍ବାଦ ଦେବ। ଆଉ ମୁଁ କଣ କରିବି, ମୁଁ ମଧ୍ୟ ଯାଇକି ତାହାଙ୍କୁ କଣ କରିବି, ପ୍ରଣାମ କରିବି। ତାହା କଣ ସେ ପ୍ରଣାମ କରିବାର ତାହାଙ୍କର ପ୍ରକୃତ ଉଦ୍ଦେଶ୍ୟ ଥିଲା କି? ନାହିଁ। କଣ କରିବାର ଉଦ୍ଦେଶ୍ୟ ଥିଲା? ଆରେ ନିଜେ ରାଜା ଅଛନ୍ତି, ଆଉ ଜଣେ ରାଜା ଜନ୍ମ ଗ୍ରହଣ କଲେ କଣ ସେ ସହିବ ନା ସମ୍ଭାଳି ପାରିବ? ନିଶ୍ଚିତ ଭାବେ ତାହାକୁ ବିନଷ୍ଟ କରିବାକୁ ଚେଷ୍ଟା କରିବ। ତ ଏଇ ସମୟରେ ସେମାନେ ରାଜାଙ୍କ ଠାରୁ ବାହାରିକି ଯେତେବେଳେ ରାଜାଙ୍କ ପ୍ରସାଦରୁ ସେମାନେ ବାହାରିଛନ୍ତି, ସେତେବେଳେ ପୁଣି ସେମାନେ କଣ କଲେ, ତାରା ଦେଖିଲେ। ହାଲେଲୁୟା। କଣ ଦେଖିଲେ? ଆଉ ସେମାନେ ତାରା ଦେଖିକି କଣ ଯୋଉଟା ହଜି ଯାଇଥିବା ଜିନିଷ ଯଦି ପୁନର୍ବାର ପାଇବେ, ତାହେଲେ କଣ ଖୁସି ହେବେ ନା ନାଇଁ? ଖୁସି ହେବେ ନା ନାଇଁ? ନିଶ୍ଚିତ ଖୁସି ହେବେ। ସେମାନେ ବହୁତ ଆନନ୍ଦିତ ହେଲେ। ହାଲେଲୁୟା, ହାଲେଲୁୟା। ସେମାନେ ଆନନ୍ଦିତ ହୋଇକି ସେଇ ତାରା ପଛରେ ପଛରେ ଯାଇକି ପୁନର୍ବାର କଣ କଲେ, ତାରା ପଛରେ ପଛରେ ଗଲେ। ପୁଣି ଯେଉଁ ସ୍ଥାନରେ ତାରା ଠିଆ ହେଲା ସେଇ ସ୍ଥାନରେ ସେମାନେ ଦେଖିଲେ। ଆଉ ଗୁହାଳ ଘରକୁ ଗଲେ, ଆଉ ସେଇ ସ୍ଥାନରେ ଶିଶୁ ଯୀଶୁକୁ ଏବଂ ମରିୟମ ଏବଂ ଯୋସେଫକୁ ସେମାନେ ଦେଖିଲେ, ଆଉ ତାହାଙ୍କୁ ଦର୍ଶନ ଦେଲେ। ହାଲେଲୁୟା, ହାଲେଲୁୟା। ଆଉ 11 ପଦରେ ଲେଖା ଯାଇଛି, ଦେଖ ପଢନ୍ତୁ ଟିକେ, ମାଥ୍ୟୁ 2 ପର୍ବ 11 ପଦ।
ଆଉ ଗୃହ ଭିତରକୁ ଯାଇ ଶିଶୁକୁ ତାହା ମରିୟମଙ୍କ ସାଙ୍ଗରେ ଦେଖିଲେ। ଦର୍ଶନ ଦେଲେ। ହାଲେଲୁୟା ହାଲେଲୁୟା। ମୁଁ ସୁନା କୁନ୍ଦୁରୁ ଓ ଗନ୍ଧରସ ବିଷୟରେ କହିବାକୁ ଯାଉନାହିଁ, କିନ୍ତୁ ସେମାନେ ଗୃହ ଭିତରକୁ ଯାଇକି କଣ କଲେ, କଣ ଦେଖିଲେ, କଣ ଦେଖିଲେ? ଶିଶୁକୁ ଗୁହାଳ କୁଣ୍ଡରେ ଶୁଆଇଥିବାର ଦେଖିଲେ। ହାଲେଲୁୟା ହାଲେଲୁୟା। ତ ଆମମାନେ ଦେଖିଲୁ ଯେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ହେବା ପରେ ପରେ କେତେ ଜଣ ଯୀଶୁ ଖ୍ରୀଷ୍ଟଙ୍କୁ ଦର୍ଶନ କରୁଥିବାର ମାନେ ଦେଖିଲୁ, ଏବଂ ବୟସ୍କ ପ୍ରାପ୍ତ ହେଲା ପରେ ମଧ୍ୟ ଜଣେ ଯୀଶୁ ଖ୍ରୀଷ୍ଟଙ୍କର ବୟସ ପ୍ରାପ୍ତ ହେଲା ପରେ ମଧ୍ୟ ଯୀଶୁ ଖ୍ରୀଷ୍ଟ ପ୍ରଭୁଙ୍କର ମହାନ କାର୍ଯ୍ୟ କରିବା ସମୟରେ ମଧ୍ୟ ଜଣେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ବହୁତ ଆକାଂକ୍ଷା କରି ରହିଥିଲେ। କିଏ ସେ ଜାଣିଛନ୍ତି ଆପଣ ମାନେ? କିଏ? ଲୁକ ପୁସ୍ତକ କାଢନ୍ତୁ, 19 ପର୍ବ 2 ପଦ ପଢନ୍ତୁ। ହଁ 19:2। ତିନି ପଦ। ସେତିକି। ଯୀଶୁ କିଏ ତାହା ଦେଖିବା ପାଇଁ କଣ କରୁଥିଲେ? ଚେଷ୍ଟା କରୁଥିଲେ। ସେ ଦେଖି ନଥିଲେ, ସେଥିପାଇଁ ଯୀଶୁ କିଏ ତାହା ଦେଖିବା ପାଇଁ ଚେଷ୍ଟା କରିଥିଲେ। କିଏ ଚେଷ୍ଟା କରୁଥିଲେ? ଯକ୍ଷ। ସେ କେମିତିକା ଲୋକ ଥିଲେ? ପ୍ରଧାନ କରଗ୍ରାହୀ ଥିଲେ। ଆଉ କଣ? ଧନୀ ଲୋକ ଥିଲେ। ଆଉ ଯୀଶୁ ଦିନେ ସେ ଏକ ପଦରେ ଲେଖା ଯାଇଛି, ଦିନେ ସେ ଜିରିହରେ ପ୍ରବେଶ କରି ସେ ଯାଉଥିବା ସମୟରେ, ବାଟରେ ଯାଉଥିବା ସମୟରେ ସେ ସମ୍ବାଦ ପାଇଲେ, ଆଉ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ସେ ଚେଷ୍ଟା କରୁଥିଲେ। ଯୀଶୁ କିଏ ବୋଲି ସେ ଲୋକ ଗହଳି ଥିବା ଯୋଗୁଁ ସେ କଣ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖି ପାରୁ ନଥିଲେ। ତେଣୁ ସେ କଣ କଲେ, ନାଇଁ ମୁଁ ଯୀଶୁଙ୍କୁ ଦେଖିବି ଏକା କହିକି ସେ କଣ କଲେ, ବିମ୍ବିରି ଗଛକୁ ଚଢିଲେ, ଆଉ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିଲେ। କିନ୍ତୁ ସେ କଣ କଲେ, ଯୀଶୁ ଖ୍ରୀଷ୍ଟ ତାହାଙ୍କୁ ଦେଖିଲେ। ହାଲେଲୁୟା ହାଲେଲୁୟା ହାଲେଲୁୟା। ଯୀଶୁ ଖ୍ରୀଷ୍ଟ କାହାକୁ ଦେଖିଲେ? ଯକ୍ଷଙ୍କୁ ଦେଖିଲେ। ଆଉ ଯକ୍ଷଙ୍କୁ ସେ କହିଲେ, ଯକ୍ଷ ଶୀଘ୍ର ଓହ୍ଲାଇ ଆସ, ଆଜି ମୁଁ ତମ ଘରେ କଣ ରହିବି? ଅତିଥି ହେଇକି ରହିବି। ହାଲେଲୁୟା ହାଲେଲୁୟା। ତ ଏଇ ବ୍ୟକ୍ତି ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ଦର୍ଶନ ପାଇଥିଲେ। ସେ ଦେଖି ନଥିଲେ, ଆଉ ଦର୍ଶନ ପାଇଥିଲେ। ହାଲେଲୁୟା ହାଲେଲୁୟା। ଜଣେ ମା ଶୁଉଛନ୍ତି, ତାଙ୍କ ପାଇଁ କରତାଳ ବଜାଇବା କି? ଜଣେ ତ ଆଉ ଗୋଟେ ବିଷୟ ଦେଖିବା ଯେ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପରେ ମଧ୍ୟ ଜଣେ ଲୋକ ଯୀଶୁ ଖ୍ରୀଷ୍ଟଙ୍କର ଦର୍ଶନ ପାଇବା ପାଇଁ ଚେଷ୍ଟା କରୁଥିଲେ। କିଏ ସେ ବ୍ୟକ୍ତି? ଯୋହନ ପୁସ୍ତକ 20 ପର୍ବ କାଢନ୍ତୁ। ପାଇଲେ କି? 11 ପଦ ପଢନ୍ତୁ। କିନ୍ତୁ ମରିୟମ ରଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ ରହିଲେ। ପୁଣି ରଦନ କରୁ କରୁ ସେ ନଈ ପଡି ସମାଧି ଭିତରକୁ ଚାହିଁ ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ଥୁଆ ଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି 2 ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ। ସେମାନେ ଦେଖିଲୁ ମରିୟମ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ଦର୍ଶନ ପାଇବା ପାଇଁ ଚେଷ୍ଟା କରୁଥିଲେ। ହାଲେଲୁୟା। କେତେବେଳେ ଦର୍ଶନ ପାଇବା ପାଇଁ ଚେଷ୍ଟା କରୁଥିଲା? ପୁନରୁତ୍ଥାନ ପରେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ସେ ଦର୍ଶନ ବା ଯୀଶୁ ଖ୍ରୀଷ୍ଟଙ୍କର ସବୁକୁ ସେ ମାନେ କଣ କରିବା ପାଇଁ ଯାଇଥିଲେ? ସୁଗନ୍ଧି ତୈଳ ଲଗେଇବା ପାଇଁ ଯାଇଥିଲେ। ଆଉ ସେମାନେ ସୁଗନ୍ଧି ତୈଳ ଲଗାଇବା ପାଇଁ ଯିବା ଲୋକ କଣ କଲେ ନା, ଦେଖିଲେ ସମାଧି ଖାଲି ଅଛି।
जो समाधि रे जीशु ख्रीष्टंकर सब रखा जाइथिला ताहा खाली अछि ताहा देखिकी मोरे मो संगे संगे तांकर शिष्य मानकु भाई मगदलिन मोरे मो संगे संगे तांकर शिष्य मानकु संवाद देले आउ ताहांकर शिष्य माने दुई जन शीघ्र दौड़ी जाइकी ताहा देखि गले आउ से दुई जन शिष्य होछंती जोहन आउ पीतर से माने शीघ्र जाइकी से समाधि देखिले आउ ताहा जोटे सब रखा जाइथिला ताहा देखिले अंडाळिले आउ से माने पुणी फेरी आसिले किंतु से माने जीशु ख्रीष्टंकर दर्शन पाइले नाही किंतु ये कौन करथिले ना रोदन करू करू ताहांकु से खोजुथिले ये कांदी कांदी ताहांकु खोजुथिले आउ लेखा जाइछि ना 15 आउ 16 पद रे पढिले हमें जानि पा पढंतु 15 नाही 13 पद रे पढंतु ସେମାନେ ତାଙ୍କୁ କହିଲେ ଗୋ ନାରୀ କାହିଁକି ରୋଦନ କରୁଅଛ ସେ ସେମାନଙ୍କୁ କହିଲେ କେଉଁମାନେ ମୋହର ପ୍ରଭୁଙ୍କୁ ଘେନି ଯାଇଅଛନ୍ତି ଆଉ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି ତାହା ମୁଁ ଜାଣେ ନାହିଁ ସେ ଏହା माने हां पढ पढ ସେ ଏହା କହି ପଛକୁ ବୁଲି ପଡି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ କିନ୍ତୁ ସେ ଯେ ଯୀଶୁ ତାହା ଜାଣିଲେ ନାହିଁ 15 पद पढ ଯୀଶୁ ତାଙ୍କୁ କହିଲେ ଗୋ ନାରୀ କାହିଁକି ରୋଦନ କରୁଅଛ କାହାର ଅନ୍ୱେଷଣ କରୁଅଛ ସେ ତାହାଙ୍କୁ ଉଦ୍ୟାନର ମାଳି ବୋଲି ମନେ କରି କହିଲେ ମହାଶୟ ଆପଣ ଯଦି ତାହାଙ୍କୁ ଘେନି ଯାଇଅଛନ୍ତି ତାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି ମତେ କୁହନ୍ତୁ ଆଉ ମୁଁ ତାହାଙ୍କୁ ଘେନି ଯିବି 16 पद ଯୀଶୁ ତାଙ୍କୁ କହିଲେ ମରିୟମ ସେ ବୁଲି ପଡି ଏବ୍ରି ଭାଷାରେ ତାହାଙ୍କୁ କହିଲେ ରାବୁନି ଅର୍ଥାତ୍ ହେ ଗୁରୁ 17 पद ଯୀଶୁ ତାଙ୍କୁ କହିଲେ ମତେ ଧରି ରଖ ନାହିଁ କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ ମୁଁ ମୋହର ପିତା ଓ ତୁମମାନଙ୍କ ପିତା ମୋହର ଈଶ୍ୱର ଓ ତୁମମାନଙ୍କର ଈଶ୍ୱରଙ୍କ ନିକଟକୁ ଆରୋହଣ କରୁଅଛି हालेलुया ହାଲେଲୁୟା हालेलुया हालेलुया ହାଲେଲୁୟା ଅଧିକ ବିଷୟ କହିବାକୁ ଚାହୁଁନି ଆପଣ ମାନେ ସବୁ ପଢିକି ବୁଝିଲେ ଯେ ଦୂତ ମାନେ ଜଣେ ଗୋଡ ପାଖରେ ଜଣେ ମୁଣ୍ଡ ପାଖରେ ଠିଆ ହେଇଥିବାର ସେ ଦେଖିଲେ ଆଉ ସେମାନେ ପଚାରିଲେ କଣ ବୋଲି ପଚାରିଲେ ଗୋ ନାରୀ କାହାର ଅନ୍ୱେଷଣ କରୁଅଛ କାହାର ଅନ୍ୱେଷଣ ଖୋଜୁଛ ସେ ସେମାନଙ୍କୁ କଣ କହିଲେ ଆପଣ ଯଦି ସେମାନଙ୍କୁ ତାହାଙ୍କୁ ଦେଖିଛନ୍ତି ବୋଲେ କୁହନ୍ତୁ ଆଉ ସେଇ ସମୟରେ ଯୀଶୁ ନିଜେ କହୁଛନ୍ତି ଯୀଶୁ ତାହାଙ୍କୁ କହିଲେ ଗୋ ନାରୀ କାହିଁକି ରୋଦନ କରୁଅଛ କାହାର ଅନ୍ୱେଷଣ କରୁଅଛ ସେ ତାହାକୁ କନ୍ୟା ଉଦ୍ୟାନର ମାଳି ବୋଲିକି ମନେ କରି କହିଲେ ମହାଶୟ ଆପଣ ଯଦି ତାହାଙ୍କୁ ଘେନି ଯାଇଅଛନ୍ତି ତାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି ମତେ କୁହନ୍ତୁ ଆଉ ମୁଁ ତାହାଙ୍କୁ ଘେନି ଯିବି କେତେ ଯୀଶୁ ଖ୍ରୀଷ୍ଟଙ୍କର ଶରୀର ପାଇଁ ସବୁ ପାଇଁ କେତେ ଆଗ୍ରହ ମନୋଭାବ କେତେ ଆଶା ଆକାଂକ୍ଷା ସହିତ ସେ ପଚାରୁଛନ୍ତି କେମିତି ମୁଁ ସେ ଯୀଶୁ ଖ୍ରୀଷ୍ଟଙ୍କର ଶରୀରକୁ ପାଇବି ଯୀଶୁ ଖ୍ରୀଷ୍ଟଙ୍କୁ କେମିତି ପାଇବି ତାହାଙ୍କର କେତେ ଉତ୍କଣ୍ଠା ମନ ଥିଲା କେତେ ଆଶା ଥିଲା ବେଳେ ବେଳେ ଆମମାନଙ୍କର ମଧ୍ୟ ଗୋଟେ ବହୁମୂଲ୍ୟ ଜିନିଷ ଯଦି ହଜିଯାଏ ଆମମାନେ କେତେ ଉତ୍କଣ୍ଠା ହଉଅଛୁ କେତେ ଆଉ ବାଉଳି ଚାଳି ହଉଛୁ ଏ ମଧ୍ୟ ସେମିତି କେତେ ଉତ୍କଣ୍ଠାର ସହିତ ଆଶାଜନକ ଭାବରେ ଖୋଜୁଥିଲେ କିନ୍ତୁ ସେଇ ସମୟରେ ଘଟଣା କଣ ହେଇଛି ଦେଖିଲେ ଆମେ ଯୀଶୁ ତାହାଙ୍କୁ କହିଲେ ମରିୟମ କଣ କହିଲେ ମରିୟମ ଅଜଣା ବ୍ୟକ୍ତି କେବେ କାହାର ନାଁ ଧରି ଡାକିବାଟା ଆପଣ ମାନେ ଶୁଣିଛନ୍ତି କି ନାଇଁ କିନ୍ତୁ ଯୀଶୁ ଖ୍ରୀଷ୍ଟ କାହିଁକି ମରିୟମ ବୋଲି ଡାକିଲେ ଯୀଶୁ ଖ୍ରୀଷ୍ଟ କାହିଁକି ମଗଦଲିନ ମରିୟମ ବୋଲି ଡାକିଲେ ନିଜର ପରିଚୟ ଦେବା ପାଇଁ ମୁଁ ସେହି ବୋଲି କହିବା ପାଇଁ ସେ କଣ କଲେ ମରିୟମ ହାଲେଲୁୟା 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 ଆଉ ସେଇ ସମୟରେ ମଗଦଲିନ ମରିୟମ ଯୀଶୁ ଖ୍ରୀଷ୍ଟଙ୍କୁ ଚିହ୍ନିଲେ ଆଉ ସେ କଣ କହୁଛନ୍ତି ଲେଖା ହେଇଛି ସେ ବୁଲି ପଡି ଏହା ଏବ୍ରି ଭାଷାରେ କହିଲେ ରାବୁନି କଣ ରାବୁନି ରାବୁନି ଅର୍ଥ କଣ ଲେଖା ହେଇଛି ଏଠି ଗୁରୁ ହେ ଗୁରୁ ହେ ଗୁରୁ ସେ ଚିହ୍ନିଲେ
ଯେତେବେଳେ ମରିୟମ ବୋଲି ଯୀଶୁ ଖ୍ରୀଷ୍ଟ ଡାକୁଛନ୍ତି ସେତେବେଳେ ମରିୟମ ଯୀଶୁ ଖ୍ରୀଷ୍ଟଙ୍କୁ ଚିହ୍ନିଲେ ଆଉ ହେ ଗୁରୁ ବୋଲିକି ସେ କଣ କରୁଛନ୍ତି ତାହାଙ୍କୁ ପଚାରୁଛନ୍ତି। ଆଉ 17 ପଦରେ ଯଦି ଆମେ ଦେଖିବା ଯେ ଏଇଠାରେ ଲେଖା ଯାଇଛି ଯେ ଯୀଶୁ ଖ୍ରୀଷ୍ଟ କହୁଛନ୍ତି, ଯୀଶୁ ତାହାଙ୍କୁ କହିଲେ ମତେ ଧରି ରଖ ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ, କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ ମୁଁ ମୋହର ପିତା ଓ ତୁମମାନଙ୍କର ପିତା, ମୋହର ଈଶ୍ୱର ତୁମମାନଙ୍କ ଈଶ୍ୱରଙ୍କ ନିକଟକୁ ଆରୋହଣ କରୁଅଛି। ହାଲେଲୁୟା ହାଲେଲୁୟା। ତ ଆମେ ଦେଖିଲୁ ଯେ ଯୀଶୁ ଖ୍ରୀଷ୍ଟଙ୍କର ଦର୍ଶନ ପାଇବା ପାଇଁ ହେଲେ କଣ କଣ କ୍ୱାଲିଟି ଦରକାର? ଯୀଶୁ ଖ୍ରୀଷ୍ଟଙ୍କର ଦର୍ଶନ ପାଇବା ପାଇଁ ହେଲେ ଆମେ କଣ କଣ କ୍ୱାଲିଟି ଦରକାର ବା କଣ କଣ ଆମମାନଙ୍କ ଜୀବନରେ ଗୁଣ ଯାକ ରହିବା ଦରକାର? ଆମେ ଦେଖିଲୁ ଯେ ଆମମାନେ ପ୍ରାୟ 7 ଜଣ ଦର୍ଶନ କରୁଥିବାର ବିଷୟ ଆମେ ଶୁଣିଲୁ। ଆମମାନେ ନିରୀକ୍ଷଣ କରିବା ଯେ ସେ ମେଷପାଳକ ମାନଙ୍କର ଗୁଣ କିପରି ଥିଲା, ଆଉ ସେହି ସିମୋନିୟର ଗୁଣ କିପରି ଥିଲା, ହାନା ଭାବାଦୀନଙ୍କର ଗୁଣ କିପରି ଥିଲା, ମେଷପାଳକ ମାନଙ୍କର ଗୁଣ କିପରି ଥିଲା, ଆଉ ଯକ୍ଷଙ୍କର ଗୁଣ କିପରି ଥିଲା, ଆଉ ମଗ୍ଦଲିନ ମରିୟମଙ୍କର ଗୁଣ କିପରି ଥିଲା ଆମେ ଦେଖିଲୁ। ଆଜି ଆମମାନେ ଏଇ ଦିନ ମାନଙ୍କରେ ପର୍ବର ମାସ ବୋଲିକି ଆମମାନେ ପାଳନ କରି ଆସୁଅଛୁ। ଆମମାନେ କିପରି ନିଜକୁ ଆମମାନେ ପ୍ରସ୍ତୁତ କରିଅଛୁ, କିପରି ଆମମାନେ ସଜାଉଅଛୁ ଆମମାନଙ୍କ ଜୀବନକୁ। ଆମମାନେ ଦେଖିବା ଯେ ମେଷପାଳକ ମାନଙ୍କ ଜୀବନରେ ନମ୍ରତା ଗୋଟେ ରହିଥିଲା ଏବଂ ସେମାନେ ହୃଷ୍ଟଚିତ୍ତ ବା ସେମାନଙ୍କର ଚିତ୍ତ ଅତି ସୁବୋଧ ଚିତ୍ତ ଥିଲା। ଆଉ ଆମେ ଦେଖିଲୁ ଯେ ସେ ସିମୋନ ସେ ଅପେକ୍ଷାରେ ଥିଲେ, ପରିତ୍ରାଣର ଅପେକ୍ଷାରେ ଥିଲେ, ଆଉ ଭାବବାଦୀ ମଧ୍ୟ ଅପେକ୍ଷାରେ ଥିଲେ। ଆଉ ଆମେ ଦେଖିଲୁ ଯେ ଏଇ ମେଷପାଳକ ମାନେ କଣ ନା ଶାସ୍ତ୍ରକୁ ଅନୁଧ୍ୟାନ କରିକି ସେମାନେ ଜୀବନ ଯାପନ କରୁଥିଲେ, ଯଦ୍ୱାରା କି ସେମାନେ ଦର୍ଶନ ପାଇଲେ। ଆମେ ଦେଖିଲୁ ଯେ ଯକ୍ଷ ଯେ ଜଣେ ଧନବାନ ବିଷ୍ଣୁ ଲୋକ ଥିଲେ, ଆଉ ସେ ଉଚ୍ଚ ପଦସ୍ଥ ଲୋକ ଥିଲେ ମଧ୍ୟ ସେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ତାହାଙ୍କ ମନରେ ଗୋଟେ ଆଶା ରହିଥିଲା, ତୃଷା ରହିଥିଲା, ଆଉ ସେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିଲେ। ଆମେ ଦେଖିଲୁ ଯେ ମଗ୍ଦଲିନ ମରିୟମ ମଧ୍ୟ ସେମିତି ଯୀଶୁ ଖ୍ରୀଷ୍ଟଙ୍କୁ ପାଇବା ପାଇଁ ତୃଷିତ ହେଇକି ସେ ବାଉଳି ହେଇକି ବୁଲୁଥିଲେ। ଶେଷରେ ସେ ମଧ୍ୟ ଦେଖିଲେ। ଆଜି ଆମେ ପର୍ବ ଦିନ ମାନଙ୍କରେ ପହଞ୍ଚିଛୁ, ଆଉ ଡିସେମ୍ବର 25 ବଡ ଦିନ ବୋଲି, ଆଉ ସେଇ ଦିନ ହିଁ ଖ୍ରୀଷ୍ଟଙ୍କ ଜୟନ୍ତୀ ବା ଖ୍ରୀଷ୍ଟ ପର୍ବ ବୋଲି ଆମେ ଆକାଂକ୍ଷା ରଖି ଆସିଅଛୁ। ଯୀଶୁ ଖ୍ରୀଷ୍ଟ କେବେ ଜନ୍ମଗ୍ରହଣ କରିଛନ୍ତି, କେବେ କରିବେ, କେବେ ଜନ୍ମଗ୍ରହଣ କରିବେ? ସେତେବେଳେ ଆମେ ପଢିଲୁ କେବେ କରିବେ, ଆଜି ଲୁକ ପୁସ୍ତକ 2:11 ପଦ ଅନୁସାରେ ଆଜି ସେ ଜନ୍ମଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ ସେ ଆମମାନଙ୍କ ଜୀବନରେ ଜନ୍ମଗ୍ରହଣ କରିବାକୁ ଚାହାନ୍ତି। ହାଲେଲୁୟା ହାଲେଲୁୟା ହାଲେଲୁୟା। ତ ଆମମାନେ ଯୋହନ ପୁସ୍ତକ ତାର 14 ପର୍ବ 17 ପଦ ପଢିବା ପୂର୍ବ ଅଂଶରେ 15 ପଦ ଆଉ 17 ପଦ 15 ପଦ ଆଗ ପଢ। ଯଦି ତୁମ୍ଭେମାନେ ମତେ ପ୍ରେମ କର ତାହେଲେ ମୋହର ଆଜ୍ଞା ସବୁ ପାଳନ କରିବ, ଆଉ ମୁଁ ପିତାଙ୍କୁ ଅନୁରୋଧ କରିବି, ପୁଣି ତୁମ୍ଭମାନଙ୍କ ସାଙ୍ଗରେ ଚିରକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଅର୍ଥାତ୍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ। ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ। ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସାଙ୍ଗରେ ଥାନ୍ତି, ପୁଣି ସେ ତୁମ୍ଭମାନଙ୍କ ଅନ୍ତରରେ ରହିବେ। ହାଲେଲୁୟା ହାଲେଲୁୟା। କେଉଁଠାରେ ରହିବେ? କେଉଁଠାରେ ରହିବେ? ଅନ୍ତରରେ ତୁମ୍ଭମାନଙ୍କର ଅନ୍ତରରେ ରହିବେ। ହାଲେଲୁୟା। କୋଉଠି ରହିବେ? ଅନ୍ତରରେ ରହିବେ।
से तुम मान अंतर रही तो प्रभु आज आम अंतर रही चाहूँगी तो आम मैंने निजक नम्र करवा दरकार निजक आम मैंने विश्वस्त जीवन यापन करवा दरकार जीशु ख्रीष्ट निकटरे अन्वेषण करवा दरकार उपासनामय जीवन यापन करवा दरकार प्रार्थनामय जीवन यापन करवा दरकार वाक्य को ध्यान करवा दरकार ताहले प्रभु आम को दर्शन देवे आउ जो दिन आम दर्शन पाइबा से दिन आम जीवन प्रफुल्ल हेबो प्रभु ये अल्प शिक्षा प्रति आम समस्त आशीर्वाद करंतु आमेन।